ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୈତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ରାଗ ସେ ଆପଣା ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଏହି ପୃଥିବୀରେ ସେହି ଦିଆବଳ ଶୈତାନ ସର୍ପ ଜଗତର ପ୍ରବଞ୍ଚକ ଆଜି ଏହି ପୃଥିବୀରେ ଉପସ୍ଥିତ ହୋଇଅଛି। ଅନେକ ଶିଷ୍ୟ ମଧ୍ୟ ବନେଇ ସାରିଲାଣି। ଆଜି ଲୋକମାନଙ୍କୁ ପ୍ରବଞ୍ଚନା କରୁଅଛି, ଅନେକ ଭ୍ରାନ୍ତ ଶିକ୍ଷା ଦେଇ, ଅନେକ ଭ୍ରାନ୍ତ କର୍ମ କରି ଆଜି ଲୋକମାନଙ୍କୁ ପ୍ରବଞ୍ଚନା କରୁଛି, ଯେପରି ସେମାନେ ସତ୍ୟତା ପଥରୁ ଓହରି ଅସତ୍ୟତା ଶୟତାନର ପଥରେ ଯାଇପାରନ୍ତି। ଏଥିପାଇଁ ଆଜି ଶୟତାନ ପାରୁ ପର୍ଯ୍ୟନ୍ତ କାର୍ଯ୍ୟ କରୁଛି। ଆଜି ଶୟତାନ ଏହି ଜଗତର ଏକ ପ୍ରବଞ୍ଚକ ହୋଇ ଲୋକମାନଙ୍କୁ ଈଶ୍ୱରଙ୍କ ଉପସ୍ଥିତିରୁ ଦୂରେଇ କରିବା ପାଇଁ ଆଜି ପ୍ରବଞ୍ଚନା କରୁଅଛି। ଲୋକମାନଙ୍କୁ ଆଜି ଭ୍ରାନ୍ତ କରିବାରେ ଚାଲିଛି। ତାହା ହୁଏ ପ୍ରାର୍ଥନାରେ, ତାହା ହୁଏ ୱର୍ସିପରେ, କିମ୍ବା ଉପାସନରେ ବା ବାକ୍ୟ ଦ୍ୱାରା ଆଜି ଲୋକମାନଙ୍କୁ ଭ୍ରାନ୍ତ କରିବାରେ ଲାଗିଛି। ଆଜି ମନୁଷ୍ୟମାନଙ୍କ ମନରେ ଆଜି ଶୟତାନ କାର୍ଯ୍ୟ କରୁଛି, ଏକ ଭ୍ରାନ୍ତିଜନକ ଆତ୍ମା ପ୍ରେରଣ କରି ଆଜି ଲୋକମାନେ ପରମେଶ୍ୱର ବାକ୍ୟ ଠାରୁ ଅନେକ ଭ୍ରାନ୍ତିଜନକ ଶିକ୍ଷା ପାଉଛନ୍ତି। କହୁଛନ୍ତି ଏହି ବାକ୍ୟ ପରମେଶ୍ୱରଙ୍କ ଠାରୁ ନୁହେଁ, ଏହି ବାକ୍ୟ ଶୟତାନ ଠାରୁ ହଉଛି ବୋଲି ଆଜି ଲୋକମାନେ କହନ୍ତି। ଆଜି ଲୋକମାନେ ପରମେଶ୍ୱରଙ୍କୁ ଆଉ ତାଙ୍କର ଆତ୍ମା ଚିହ୍ନିବା ପାଇଁ ଯେଉଁ ଆତ୍ମା ମାଗିବା କଥା, ପରୀକ୍ଷା କରି ଚିହ୍ନିବା ପାଇଁ ଯେଉଁ ଆତ୍ମା ମାଗିବା କଥା, ଆଜି ସେହି ଆତ୍ମାକୁ ନ ମାଗି ଆଜି ମନ ଇଚ୍ଛା ନିଜେ ବିଚାର କରି ମନ ଇଚ୍ଛା ଭ୍ରାନ୍ତ ହଉଛନ୍ତି। ଏ ପ୍ରକାର ସତ୍ୟ ସେବକ ମାନଙ୍କୁ ମଧ୍ୟ ଆଜି ଏମାନେ ଭଣ୍ଡ ଖ୍ରୀଷ୍ଟ, ଏମାନେ ଭଣ୍ଡ ଭାବବାଦୀ ମାନେ, ଏମାନେ ଭଣ୍ଡ ସେବକ ମାନେ ବୋଲି ମଧ୍ୟ କହୁଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, କାରଣ ଏହି ସମୟ ଏକ ଯୁଗାନ୍ତ ସମୟ ଅଟେ, ଶେଷ ସମୟ, ଶେଷ ମୁହୂର୍ତ୍ତ, ଶେଷ ଅବସ୍ଥାରେ ପହଞ୍ଚି ଯାଇଛି ଆଜି ପୃଥିବୀ। ଆଜି ଦିଆବଳ ଶୈତାନ ଜଗତର ସର୍ବପ୍ରବଞ୍ଚକ ଆଜି ଜଗତର ଉପସ୍ଥିତି ହୋଇଯାଇଛି। ଯଦି ୱର୍ସିପ ଲୋକମାନେ ଆତ୍ମାରେ କରିବେ, ତାହେଲେ ଯେଉଁମାନେ ଆତ୍ମା ପାଇନାହାନ୍ତି, ସେଦିନ ପେଣ୍ଟିକଷ୍ଟ ଦିବସରେ ଯେପରି ଲୋକମାନେ କହିଲେ, ଏମାନେ କଣ ଦ୍ରାକ୍ଷା ରସରେ ମତ ହୋଇଛନ୍ତି କି? କିନ୍ତୁ ପ୍ରିୟମାନେ, ଯେଉଁମାନେ ଆତ୍ମାରେ ୱର୍ସିପ କରୁଛନ୍ତି ପରମେଶ୍ୱରଙ୍କ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱରେ, ଆଜି ସେଇ ୱର୍ସିପକୁ ମଧ୍ୟ ଏକ ଭ୍ରାନ୍ତିପୂର୍ଣ୍ଣ ବୋଲି ଲୋକମାନେ ଭାବୁଛନ୍ତି। ଆଜି ଯେଉଁ ଆଦର୍ଶ ପରମେଶ୍ୱର ଦେଖାଇଛନ୍ତି, ସେ ଆଦର୍ଶର ବାହାରେ ଲୋକମାନେ କଥାବାର୍ତ୍ତା କରୁଅଛନ୍ତି। ଜଣେ ଜଣେ ଆତ୍ମାରେ ପୂର୍ଣ୍ଣ ହୋଇ ଭାବବାଣୀ କୁହେ, ଯଦି ଆତ୍ମାରେ ପୂର୍ଣ୍ଣ ହୋଇକି ପରଭାଷା କୁହେ, ଦର୍ଶନ ଦେଖେ, ତ ତାହା ସବୁ ଶୟତାନ ଠାରୁ ଏହି ପ୍ରକାର କାର୍ଯ୍ୟ ହେଉଅଛି। ଏହା ଲୋକମାନେ ଚିନ୍ତା କରନ୍ତି, ଭାବନ୍ତି, କିନ୍ତୁ ପରମେଶ୍ୱରଙ୍କୁ ଆଜି ଲୋକମାନେ ପଚାରୁନାହାନ୍ତି, ପ୍ରଭୁ ଏହା ତୁମ୍ଭ ଆଡୁ ହେଉଅଛି ନା ଶୟତାନ ଆଡୁ ହେଉଅଛି? ଆଜି ଲୋକମାନେ ଏହି ପରୀକ୍ଷା କରିବାର ଆତ୍ମାକୁ ମାଗି ପାରୁନାହାନ୍ତି। ପ୍ରିୟମାନେ, ନିଜର କଳ୍ପନା ଯେଉଁ ପ୍ରକାର ନିଆଯାଏ, ଶୟତାନ ଯେଉଁପରି ଗାଇଡ କରୁଛି, ଆଜି ଲୋକମାନେ ଭ୍ରାନ୍ତ ହେଉଛନ୍ତି। ସେହି ବାକ୍ୟ ଶୁଣି, ସେହି ୱର୍ସିପ ଦେଖି ଲୋକମାନେ କେମିତି କଥା ବନଉଛନ୍ତି, ସେଇ ପ୍ରକାର ହିଁ ଆଜି ଚାଲିଛି। ପ୍ରିୟମାନେ, କହିବାର ଉଦ୍ଦେଶ୍ୟ, ଆଜି ପ୍ରବଞ୍ଚକ, ଜଗତର ପ୍ରବଞ୍ଚକ ଏହି ପୃଥିବୀରେ ଆସିଅଛି। ତାର ପତିତ ଦୂତ ମାନଙ୍କୁ ନେଇକି ଏହି ଜଗତରେ ନିକ୍ଷିପ୍ତ ହୋଇଅଛନ୍ତି। ଆଉ ସେମାନଙ୍କୁ ମହା ଆଶ୍ଚର୍ଯ୍ୟ କର୍ମ କରିବା ପାଇଁ ଦିଆଯାଇଛି, କ୍ଷମତା ଦିଆଯାଇଛି। ମନୁଷ୍ୟର ସମସ୍ତ କ୍ଷମତା ଶୟତାନକୁ ଦିଆଯାଇଅଛି, ସେ ଜଗତର ପ୍ରବଞ୍ଚକକୁ ଦିଆଯାଇଅଛି। ତ ଖାଲି ଶୟତାନ ଆଶ୍ଚର୍ଯ୍ୟ କର୍ମ କରିବ, ଭଣ୍ଡ ଖ୍ରୀଷ୍ଟ ମାନେ ଆଶ୍ଚର୍ଯ୍ୟ କର୍ମ କରିବେ, ଭଣ୍ଡ ଭାବବାଦୀ ମାନେ ଆଶ୍ଚର୍ଯ୍ୟ କର୍ମ କରିବେ, ତାହା ନୁହେଁ।
ଆପଣଙ୍କ ପରମେଶ୍ୱର ମହାନ ଆଶ୍ଚର୍ଯ୍ୟ କର୍ମକାରୀ ପରମେଶ୍ୱର ପ୍ରତି ସେ ମଧ୍ୟ କରୁଛନ୍ତି। ଆଜି ସମସ୍ତେ ଜଗତରେ ଭଣ୍ଡ ଭାବବାଦୀ ନୁହନ୍ତି, ଭଣ୍ଡ ସେବକ ନୁହନ୍ତି। ପରମେଶ୍ୱରଙ୍କର ମଧ୍ୟ ସତ୍ୟ ସେବକ ମାନେ ଅଛନ୍ତି, ଯୋ ଦ୍ୱାରା ଲୋକମାନେ ଚିହ୍ନି ପାରୁନାହାନ୍ତି ଇଏ ସତ୍ୟ ସେବକ, ପରମେଶ୍ୱରଙ୍କ ସତ୍ୟ ସେବକ ନା ଭଣ୍ଡ ଭାବବାଦୀ ଅଛନ୍ତି, ନା ଶୈତାନର ସେବକ। ଆଜି ଲୋକମାନେ ଜାଣି ପାରୁନାହାନ୍ତି। ଶୈତାନ ମଧ୍ୟ, ମନ୍ଦ ଆତ୍ମା ମଧ୍ୟ ମହାନ ମହାନ ଆଶ୍ଚର୍ଯ୍ୟ କର୍ମ କରୁଅଛି। ପବିତ୍ର ଆତ୍ମା ମଧ୍ୟ ତାଙ୍କର ସେବକ ମାନଙ୍କ ଦ୍ୱାରା ମହାନ ଆଶ୍ଚର୍ଯ୍ୟ କର୍ମ କରୁଅଛି। ଯେଉଁମାନେ ଆତ୍ମା ପାଇ ନାହାନ୍ତି ସେମାନେ ଆଜି ପରୀକ୍ଷା କରି ଜାଣି ପାରୁନାହାନ୍ତି। ଆଜି ଯଦି ପରୀକ୍ଷା କରୁ, ପ୍ରଭୁଙ୍କୁ ପଚାରୁ, ତାହେଲେ ଆମେ କ୍ଲାରିଫାଇ ହେଇପାରିବା ଏହା ପରମେଶ୍ୱରଙ୍କର ଆତ୍ମାଙ୍କ ଦ୍ୱାରା କାର୍ଯ୍ୟ ହେଉଛି କି ମନ୍ଦ ଆତ୍ମାଙ୍କ ଦ୍ୱାରା କାର୍ଯ୍ୟ ହେଉଛି। ତାହା ଚିହ୍ନିବା ପାଇଁ ଆମେମାନେ ପରମେଶ୍ୱରଙ୍କୁ ସେହି ଚିହ୍ନିବାର ବରଦାନ, ପବିତ୍ର ଆତ୍ମାଙ୍କର ଅଭିଷେକ ମାଗିବାକୁ ନିହାତି ଦରକାର। ଆଉ ପରମେଶ୍ୱରଙ୍କର ଶବ୍ଦ, ପବିତ୍ର ଆତ୍ମାଙ୍କର ଶବ୍ଦ ଆମେ ଶୁଣିବାକୁ ପଡ଼ିବ। ତାହେଲେ ଯେ ଆମେ କନଫର୍ମ ହେଇପାରିବା କି ଏହା ପରମେଶ୍ୱରଙ୍କ ଆଡୁ ନା ଶୈତାନ ଆଡୁ। ଆଜି ମଧ୍ୟ ସତ୍ୟ ସେବକ ମାନଙ୍କୁ ଏମାନେ ଭଣ୍ଡ ଭାବବାଦୀ ବୋଲି ମଧ୍ୟ କହନ୍ତି। ତ ପ୍ରଥମ ବିଷୟ ଆମ୍ଭେମାନେ ପରମେଶ୍ୱରଙ୍କ ଠାରୁ ଆତ୍ମା ମାଗିବାର ଅଛି। ପ୍ରଭୁ ଆପଣଙ୍କର ପ୍ରିନ୍ସିପଲ କଣ ରହିଛି? ଏହା କି ତୁମରି ପବିତ୍ର ଆତ୍ମାଙ୍କ ଦ୍ୱାରା କାର୍ଯ୍ୟ ହେଉଛି କି ନା ଶୈତାନ ଦ୍ୱାରା କାର୍ଯ୍ୟ ହେଉଛି? ତାହା ଆମେ ପରୀକ୍ଷା କରିବା ନିମନ୍ତେ ସେହି ପରମେଶ୍ୱରଙ୍କ ସତ୍ୟ ପବିତ୍ର ଆତ୍ମାଙ୍କୁ ମାଗିବା ଆବଶ୍ୟକ। ଏହି ଭିଡିଓ ଦ୍ୱାରା ଆପଣମାନେ ନିଶ୍ଚୟ ବୁଝିପାରୁଥିବେ ଯେ ଏହି ଜଗତର ପ୍ରବଞ୍ଚକ ଆସିଅଛି। ସେହି ପ୍ରବଞ୍ଚନାର ବାକ୍ୟକୁ, ସେହି ଭ୍ରାନ୍ତିଜନକ ବାକ୍ୟକୁ ଚିହ୍ନିବା ପାଇଁ, ସେ ଭ୍ରାନ୍ତି ପ୍ରଚାରକ ମାନଙ୍କୁ, ଭଣ୍ଡ ଭାବବାଦୀ ମାନଙ୍କୁ ଚିହ୍ନିବା ପାଇଁ ଗୋଟେ ଆତ୍ମା ଆବଶ୍ୟକ ରହିଛି। ସେ ପବିତ୍ର ଆତ୍ମା, ଯେ କି ଆମ ମାନଙ୍କର ସାହାଯ୍ୟ ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପଠାଇ ଅଛନ୍ତି। ତାହାଙ୍କୁ ଯଦି ଆମେ ପାଇବା ତାହେଲେ ଅଜ୍ଞାତ ମହତ